तिमिरन्धस्य चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेषशून्यवादी पश्चात् देशतारिणे। श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिवासरि गौरभक्तवृंद। हरे कृष्णा 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 हरे हरे, हरे राम 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 हरे हरे। हरे कृष्णा। तो आम आमर 23 तारीख आम जाऊे वृंदावन, कुरुक्षेत्र एवं वृंदावन यात्रा आमर हेउछि। आपण समस्ते जाउथिबार बहुत बहुत धन्यवाद। सुंदर भाव यात्रा आमर हेब। तो आपण मानक समस्त पाखे टिकट डिटेल्स एबे जाए नाही। तो हमको गोटे काम करिया पड़ियो जे टिकट समस्त को नबाकू पड़ियो आसी मंदिर रू, नहीं कि? हाँ, टिकट आपण मान पाखे आमे तो हार्ड कॉपी एबे जाए देइनु ना। तो आपण माने जेतोळे आसीबे आमे समस्त को टिकट इश्यू करिवु। तो मेनली आमे काली कहूछु, यदि काली आपण माने आसंती ताले रविवार रहिछि, काली आपण माने टिकेट नहीं जिवे। काली हो बा पहर दिन हो, किंतु बेटर हबो काली नहीं जिवाटा। ଆଉ ଏଠି ବସ ପଡ। ତା ଆସନ୍ତା କାଲି ଯଦି ଆପଣ ମାନେ ଆସିବେ ଟିକଟ ଦିଆ ହେଇଯିବ ସମସ୍ତଙ୍କୁ ପ୍ରୋଭର। ଠିକ ଅଛି। हरे कृष्ण प्रभु जी। सादर प्रणाम। ପ୍ରଣାମ ମାତାଜୀ, କଣ କହୁଛନ୍ତି? ହଁ, प्रभु जी ମୁଁ ବ୍ରହ୍ମପୁରରେ ତ ଉଠିବି ନା, ଟିକଟ ଟା କେମିତି ପାଇବି ମୁଁ? ଆପଣଙ୍କୁ ଫଟୋ ଖାଲି ନେଇଯିବେ ଆପଣ। ହଁ, ମତେ କଣ ମନ୍ଦିର ଯିବାକୁ ପଡିବ ପ୍ରଭୁ जी? ଫଟୋ ନେଇଯିବେ। ଆପଣ ହଁ ପଠେଇଦେଲେ ଟିକେ ଭଲ ହବ। ଟିକଟ ଫଟୋଟା ଖାଲି ନେଇଯିବେ କାନୁପ୍ରଭୁଙ୍କଠୁ ହେଲା। ଆଜ୍ଞା ଫଟୋଟା ଆଜ୍ଞା। ବାକି ସମସ୍ତେ କିନ୍ତୁ ଆସିକି ନବାକୁ ପଡିବ, କାରଣ ନହେଲେ ସିଟ୍ ନମ୍ବର ପ୍ଲାଟଫର୍ମରେ ଆପଣ ପାଇବା ମୁସ୍କିଲ ହେଇଯିବ। ଆପଣ ଡାଇରେକ୍ଟ ଆସିଯିବେ ଏଇଠି। ଫଟୋ ଫଟୋ ନାହିଁ, ହାର୍ଡ କପି ଦିଆହେଇଯିବ। ହାର୍ଡ କପି ହଉ କି ଜେରକ୍ସ। ଫଟୋଟା ଆପଣ ପ୍ରଭୁ जी ଫଟୋଟା ଆପଣ ଆପଣଙ୍କ କଥାଟା ପଠେଇଦେବେ ନା? କାନୁପ୍ରଭୁଙ୍କୁ ପଠେଇବେ, ମେସେଜ କରିବେ କାନୁପ୍ରଭୁଙ୍କୁ ଆଜ୍ଞା ହେଲା। ଆଉ ବାକି ସମସ୍ତଙ୍କୁ କହୁଛି, ଆପଣ ମାନେ ସମସ୍ତେ ଆସିକି ହାର୍ଡ କପି ନବା ବାଧ୍ୟ। ଆଉ ଆସିକି ହାର୍ଡ କପି ନେଲେ ଆପଣଙ୍କ ଆଧାର କାର୍ଡ ଆଣିଥିବେ ଜେରକ୍ସ କରିକି, ସେଟା ରଖାଯିବ। ଯୋଉମାନେ ଯାଉଛନ୍ତି ତାଙ୍କ ଆଧାର କାର୍ଡ ଆଣିଥିବେ ଜେରକ୍ସ କରିକି, ନହେଲେ ମୋବାଇଲରେ ଆଣିଥିଲେ ବି ଏଠି ପ୍ରିଣ୍ଟ କରିଦେବୁ ଆମେ। ତ ସମସ୍ତେ ନେଇକି ଆସିବେ ଆଧାର କାର୍ଡ। ଆଉ ଆପଣଙ୍କର ଆମେ ଇଏ କରିବା, ତାପରେ ଟିକଟ ନେଇଯିବେ। ଆଉ ବାକି ଆପଣଙ୍କର ଯୋଉ ରହିଛି ପେମେଣ୍ଟ ଯାହା ଯାହା ରହିଛି, ଯଦି କାହାର ବାକି ଅଛି ତାହେଲେ ଆପଣ କ୍ୟାସ୍ ଆଣିଲେ କ୍ୟାସ୍ ମଧ୍ୟ ଦେଇ ଦେଇ ପାରିବେ ଏଇଠି ଟିକେଟ ନେଲା ବେଳେ। ତ ଏଇଭଳି ଆମେ ଭାବୁଛୁ। ଆସନ୍ତାକାଲି ଯୋଉଠୁ ରବିବାର ରହିଛି, ସଣ୍ଡେ କ୍ଲାସ ବି ରହିଛି, ୟା ତ ଖରାବେଳେ ଭିତରେ ଆସନ୍ତୁ, ନହେଲେ ତାପରେ ଆସିକି ଟିକଟ ନେଇଯିବେ ଆଉ ସମସ୍ତେ ଆଉ। ଏପରି ଆମର ଇଏ ରହିଛି ପ୍ଲାନ୍। ଆଉ ଆମେ ଯାଉଛେ 23 ତାରିଖ ମର୍ଣ୍ଣିଂ ରେ। ସମସ୍ତେ ଜାଣିଛନ୍ତି ବୁଧବାର ଦିନ ଆମେ ଯାଉଛେ। ଆଉ ବାକି ମୁଁ ଏବେ ଟିକେ ମଙ୍ଗଳବାର ଦିନ ପ୍ରଭୁ, ମଙ୍ଗଳବାର ଦିନ। ହଁ ଦେଖୁଛି ମଙ୍ଗଳବାର ନା? ହରେ କୃଷ୍ଣ। ହଁ, ମଙ୍ଗଳବାର ମଙ୍ଗଳବାର ଲେଖା ହେଇଛି। हरे कृष्ण प्रभु जी सादर प्रणाम। ହଁ, प्रभु जी टाइमिंग केते टिकट आनिबार ଆଉ କୋଉଠି ରିସିଭ କରିବୁ? ଟିକଟ ଏଠି 7 ନମ୍ବର ରୁମ୍ ଆମର ଆଡମିନିଷ୍ଟ୍ରେଟିଭ ବ୍ଲକରେ ସେକ୍ରେଟାରୀ ଅଫିସରୁ ନେଇଯିବେ ଆସି ଟିକଟ। ମର୍ଣ୍ଣିଂ 10ଟା ପରେ ଯେତେବେଳେ ହେଲେ ଆସିଲେ ହବ ହେଲା। ଆଜ୍ଞା ଆଜ୍ଞା ସନ୍ଧ୍ୟା ପ୍ରଭୁ जी। ସନ୍ଧ୍ୟା 8ଟା ଭିତରେ ଆସନ୍ତୁ।
ହଁ, ଆପଣଙ୍କର ଟ୍ରେନ ଏଇଠି ଲେଖା ହେଇଯାଇଛି 23 ସେପ୍ଟେମ୍ବର 7ଟା 15ରେ। ତ ସେଇଥିପାଇଁ ଆପଣଙ୍କର ଆସନ୍ତା କାଲି 21 ତାରିଖ, ଆସନ୍ତା କାଲି ନେଇଯିବେ ଯଦି ଭଲ ହବ। ଗୋଟେ ଦିନ ଆପଣଙ୍କର ଗ୍ୟାପ ରହିଲା, 22 ତାରିଖ ଆପଣ ରହିଲେ, 23 ତାରିଖ ଆପଣ ଟ୍ରେନରେ ଡାଇରେକ୍ଟ ଚଢିବେ। ତ ଆମର ହୀରାକୁଦ ଏକ୍ସପ୍ରେସ ରହିଛି ଭୋରୁ, ଟ୍ରେନଟି ଆମର 7ଟା 15ରେ। ତ ଏବେଠୁ ଟିକଟ ନେଇଗଲେ ଆପଣ ସେଇ ବଗିରେ ଚଢିବେ। ଆଉ ତାପରେ ଆମେ ଭୁବନେଶ୍ୱରରୁ ଯାଉଛୁ ଅମ୍ବାଲା, ଅମ୍ବାଲାରୁ ଆମେ ସେଇଠୁ ବସ୍ କରିକି କୁରୁକ୍ଷେତ୍ର ଯିବା। ତାପରେ ରାତିରେ କୁରୁକ୍ଷେତ୍ରରେ ଷ୍ଟେ ହବ ଆମର 24 ତାରିଖ ଦିନ। 24 ରାତି ଷ୍ଟେ କୁରୁକ୍ଷେତ୍ରରେ। 25 ତାରିଖ କୁରୁକ୍ଷେତ୍ର ବୁଲାବୁଲି କରି ଆମେ 3ଟା 10ରେ ଟ୍ରେନ ଧରିବା ମଥୁରା। ଆଉ ତାପରେ ସେଇ 25 ତାରିଖ ରାତିରେ ହିଁ ଆମେ ମଥୁରା ପହଞ୍ଚିବା। ଏଟା ଆମର ପ୍ଲାନ୍ ରହିଛି। ତାପରେ ଆମ ପାଖେ 3 ଦିନ ରହିଲା, 26, 27, 28। 26, 27, 28 3 ଦିନ ଆମେ ବୃନ୍ଦାବନ ଭିତରେ ବୁଲିବା। 26 ତାରିଖ ଆମର କିଛି ରହିବ ଲୋକାଲ ଟେମ୍ପଲ ଦର୍ଶନ, ଇସ୍କନ ଆଉ ବିଭିନ୍ନ ଗୋସ୍ୱାମୀ ମାନଙ୍କ ଦର୍ଶନ, ତାଙ୍କ ସମାଧି ଏବଂ ତାଙ୍କର ବିଗ୍ରହ ମାନଙ୍କ ଦର୍ଶନ, ଯେମିତି ମଦନ ମୋହନ, ଗୋପୀନାଥ, ଗୋବିନ୍ଦ ଜୀଉ ଏମାନଙ୍କର, ରମନ ଏମାନେ। ତାପରେ ଆମର ରହିବ 26ରେ ଏହା ରହିଲା। ତାପରେ 27ରେ ଆମର ରହିବ ଗୋକୁଲ, ନନ୍ଦଗାଁव, ବର୍ସାନା, ରାୱଲ, ଏଗୁଡିକ ଦର୍ଶନ କରିବା ଆମେ 27ରେ। 28ରେ ରହିବ ଗୋବର୍ଦ୍ଧନ ପରିକ୍ରମା। ତ ପ୍ରତ୍ୟେକ ଦିନ ଆମକୁ ମର୍ଣ୍ଣିଂରେ ବାହାରି ଯିବାକୁ ପଡିବ। 5ଟା ବେଳେ ଆମେ ସମସ୍ତେ ବାହାରି ଯିବା ବସରେ, ତାହେଲେ ଭଲ ସୁବିଧାରେ ଦର୍ଶନ ସବୁ କରିକି ଆସିଯିବା ଆମେ 11ଟା 12ଟା ଭିତରେ। ଗୋବର୍ଦ୍ଧନ ପରିକ୍ରମା ଟା ଟିକେ ଡେରି ହବ, ଆଉ ନନ୍ଦଗାଁव ରାୱଲ ଟା ବି ଟିକେ ଡେରି ହବ। ତ ଲଞ୍ଚ ଟା ଆମର ସେଇଠି ଆରେଞ୍ଜ କରାହବ ସେ ସମୟରେ। ତ ପ୍ରସାଦର କିଛି ବ୍ୟବସ୍ଥା ସବୁ କରାଯାଉଛି, କିଛି ଅସୁବିଧା ନାହିଁ। ତ ଆଉ ଯୋଉ ଆମେ ବୁଧବାର ଯିବା 23 ତାରିଖ, ସେଦିନ ମଧ୍ୟ ଆମେ ପ୍ଲାନ୍ କରୁଛୁ କିଛି ବ୍ରେକଫାଷ୍ଟ ନେଇ ଗଲେ ଟ୍ରେନରେ ଆମେ ଦେଇଦବା, ବା ପ୍ଲାଟଫର୍ମରେ ଦେଇଦବା ସମସ୍ତଙ୍କୁ। ଏଣ୍ଟ୍ରି ପାଖରେ ଯଦି ସମସ୍ତେ ଜଲ୍ଦି ପହଞ୍ଚିବେ, ଦେଖୁଛେ କଣ କରିବା ଆମେ, ସବୁ ବଗିରେ ଦେଇଦବା ଭଲ ହବ ଯାଇକି। ଏଇପରି ପ୍ଲାନ୍ ହଉଛି। ଆଉ ଆପଣଙ୍କର 28 ତାରିଖ, ତ 26ରେ ହେଲା ଲୋକାଲ ଟେମ୍ପଲ ଦର୍ଶନ, 27ରେ ହେଲା ନନ୍ଦଗାଁव, ଗୋକୁଲ, ବର୍ସାନା, ରାୱଲ। ତାପରେ 28ରେ ହେଲା ରହିଲା ଗୋବର୍ଦ୍ଧନ ପରିକ୍ରମା ଆଉ ରାତିରେ ମାର୍କେଟିଂ। ତାପରେ 29ରେ ଆମେ ହେଲା ଫେରିବା। ଭୋରୁ 10ଟା ବେଳେ ଟ୍ରେନ ଅଛି ଆମର, ତ ଆମେ 7ଟା ଖଣ୍ଡରେ ବାହାରିବା ଆଉ। ଏଇଭଳି ଆମର ପ୍ଲାନ୍ ରହିଛି। ଏ 7ଟା ନାହିଁ, ସେଇ 6ଟା ଭିତରେ ହିଁ ବାହାରିବା। ଯାଇକି ବୃନ୍ଦାବନରୁ ଆମେ ଉଁ, ମଥୁରା ପଳେଇ ଯିବା। ମଥୁରାରେ ପ୍ରସାଦ ପାଇକି ତାପରେ ସେଠୁ ଆସିବା ଭୁବନେଶ୍ୱର, ପହଞ୍ଚିବା 30 ତାରିଖ ଖରା ବେଳେ 2ଟା ବେଳେ ଆଉ। ଏଇପରି ଆମ ପ୍ଲାନ୍ ରହିଛି। ତ ଆଉ ମୁଁ, ଯଦି କାହାର କିଛି ପ୍ରଶ୍ନ ଅଛି କରିପାରିବେ, ନହେଲେ ଇନ୍ଦୁମତୀ ମାତାଜୀଙ୍କୁ ଅନୁରୋଧ କରିବି ଆଉ କିଛି କହିବି। ମାତାଜୀ, ହରେ କୃଷ୍ଣ। Hari Bol. I was on another meeting, Prabhu. हाँ, Hare हरे कृष्ण। Krishna, Dandot Pranam, Hari Bol. राम Hare कृष्ण। हरे Krishna, Prabhu. कृष्ण माता जी, दंडवत Hare प्रणाम, हरे Krishna, Dandot कृष्ण। Pranam. हरे कृष्णा। So हरे कृष्णा finally, माता जी, दंडवत प्रणाम। Hari Bol, Dandot Pranam, Srila Prabhupada ki jai. So हरे finally, कृष्ण Vrindavan माता जी jauche. दंडवत प्रणाम। Hari Bol, Prabhu ji, Dandot Pranam, Srila Prabhupada ki jai. Okay, so yeah, I was hearing Ote Kanare, and ବହୁତ ସୁନ୍ଦର itinerary ପ୍ରଭୁ जी ଏବେ କହିଲେ। ଆଉ ଟିକେଟ୍ସ କାଲିଠୁ ପ୍ରଭୁ जी ଡିକ୍ଲେୟାର କରିସାରିଲେଣି, ଆଉ ସମସ୍ତେ ଟିକେ ଧ୍ୟାନ ସେ ଶୁଣିଦେବେ। ସେମ୍ କ୍ୱେଶ୍ଚନ ଆଉଥରେ ରିପିଟ୍ ହଉଛି ନହେଲେ, ଯେ କାଲି ଆଉ ପରଦିନ 2 ଦିନ, ହରି ବଲ, 2 ଦିନ ଆମେ ଟିକେଟ ଆମର କଲେକ୍ଟ କରିନେବା। ଯେତେ ଫିଜିକାଲ କପି ନେଇଗଲେ ସେତେ ଭଲ। ମୁଁ ଟିକେ ଶୁଣି ପାରିଲିନି, କିନ୍ତୁ ଆଧାର କାର୍ଡ ଟା ନେଇକି ଯିବାର ଅଛି ନା ପ୍ରଭୁ जी? ହଁ, ଆଧାର କାର୍ଡ ନେଇକି ଆସିଲେ ସମସ୍ତଙ୍କ ରଖାଯିବ। ହୁଁ, ଠିକ ଅଛି। ସୋ ଜେରକ୍ସ କପି ଅଫ୍ ଆଧାର କାର୍ଡ ନେଇକି ଯିବା। ଆଉ ଇଟିନେରୀରେ ଆମେ ତ ଜାଣିଲେ, ଆମେ we are going to କୁରୁକ୍ଷେତ୍ର ଫର୍ଷ୍ଟ, ଆଉ ତାପରେ 1 ନାଇଟ୍ ଷ୍ଟେ ଅଛି ସେଇଠି। ତା ନେକ୍ସଟ ଦିନ ଫେର ଆମେ ବୃନ୍ଦାବନ କୁ ବାହାରୁଛେ, ଏଣ୍ଡ ତାପରେ 3ଟା ଫୁଲ ଦିନ ଆମକୁ ବୃନ୍ଦାବନ ରେ ମିଳିବେ। ସୋ ସନ୍ଧ୍ୟା ବେଳଟା ଜେନେରାଲି ଟିକେ ଫ୍ରି ରଖା ହେଇଛି, ଏପାର୍ଟ ଫ୍ରମ କଥା।
ଆଉ କଥା ବି ପ୍ରପର डिसाइपल्स ମାନଙ୍କ ସାଙ୍ଗରେ। ସୋ ବହୁତ ସୁନ୍ଦର ଅପରଚ୍ୟୁନିଟି। କେହି ମାର୍କେଟିଂ ଚକ୍କରରେ ଏଇ ଇମ୍ପୋର୍ଟାଣ୍ଟ ଖଜାନା ଟା ମିସ୍ କରିବେନି। ସୋ ୱିଲ୍ ଚେକ୍ ଆଉଟ୍ କି ମାର୍କେଟିଂ ଟା କେମିତି ଆପଣ ଆଉ ବାକି ଟାଇମ ରେ କରିପାରିବେ ବୋଲି। ମାର୍କେଟିଂ ପାଇଁ ଏମିତି ପ୍ରଭୁଜି କୋଉ ଦିନଟା ଟିକେ ବେଶୀ ଫିଜିବଲ ହବ? ଲାଷ୍ଟ ଦିନଟା, ଗୋବର୍ଦ୍ଧନ ପରିକ୍ରମା ଦିନଟା। Okay. Devi Shakti Mataji will take a class in the evening, she was saying. So maybe at 7. So ହଁ ତା ଭିତରେ ସେମାନେ ହଁ, କରିକି ପଳେଇ ହଉ, ଆସିଲେ ଭଲ। କରିଦେବେ, କିଛି ନାହିଁ, Yeah, କରିଦେବେ। ଠିକ ଠିକ। Okay. So Prabhu, you want me to update on anything else? Travel light? ଆଉ କଣ? ଲଗେଜ, Traveling light is most important. ହଁ Yes. ସେଗୁଡା। ଲାଇଟ୍ ୱେଟ୍ ଟ୍ରାଭେଲ କରିବେ। ଆଉ କାହିଁକି ନା ଯାହାକୁ ଯାହାର ଲଗେଜ କ୍ୟାରି କରିବାକୁ ପଡିବ। ଆଉ ୟୁଥ ପିଲାମାନଙ୍କର ଜେନେରାଲି ଅଲରେଡି ତାଙ୍କର ଲଗେଜ ଥାଏ, ବାସନ କୁସନ ସ୍ପିକର ଆଉ ଏସବୁ। ସୋ वी विल नॉट एक्सपेक्ट କି କିଏ ଛୁଆ ମାନେ ଆମ ଲଗେଜ ଧରିଦେବେ ବୋଲି। ସ୍ପେଶାଲି ଯୋଉମାନେ ଟିକେ ଏଜେଡ ଅଛନ୍ତି ମାତାଜୀ ପ୍ରଭୁଜୀ ମାନେ, ପ୍ଲିଜ ବହୁତ ଲାଇଟ୍ ୱେଟ୍ ଟ୍ରାଭେଲ କରନ୍ତୁ। ଆଉ ଆଉ ଯୋଉମାନେ ଏଜ ବି ଯୋଉମାନଙ୍କର ଅଛି, ଅବଭିୟସଲି ଆପଣଙ୍କ ମେଡିସିନ ଆଉ ଏସବୁ ତ ଇଏ କରିବେ। ଆଉ ଗୋଟେ ଜିନିଷ ଖ୍ୟାଲ କରିବେ, ଖରାପ ଭାବିବେନି, ମୁଁ ଏଇଟା ଗୋଟେ ପର୍ସନାଲ ଇଏରୁ କହୁଛି। ବହୁତ ସ୍ପଟ୍ସ କୁ ମେ ବି ଆପଣ ଟାୟାର୍ଡ ହେଇଯାଇ ପାରନ୍ତି। ସେମିତି ହେଇପାରେ, କାହିଁକି ନା ଗୋଟେ ଗୋଟେ ଦିନରେ ଆପଣ ବହୁତ ବହୁତ ବୁଲିବେ। ତ ଯେତିକି ବୁଲି ପାରିବେ ସେତିକି କରିକି ଆରାମରେ ବସରେ ବସନ୍ତୁ, କିଛି ଅସୁବିଧା ନାହିଁ। ରାଇଟ? ଆଉ ବ୍ୟସ୍ତ ହେବେନି ଯେ ଆମେ ଯାଇପାରିଲୁନି କରିପାରିଲୁନି, ବିକଜ ଗୋଟେ ଗୋଟେ ଦିନରେ 5ଟା 7ଟା ସ୍ପଟ୍ସ ବୁଲିବେ। ତ ମନ ଦୁଃଖ କରିବେନି। ଯୋଉ ସ୍ପଟ ଗୁଡା ଟିକେ ନିହାତି ଇମ୍ପୋର୍ଟାଣ୍ଟ ଆପଣ ଯିବାକୁ ଚାହୁଁଛନ୍ତି ସେଗୁଡାକୁ ଭିଜିଟ କରିବେ। ଆଉ ବାକି ଗୁଡାରେ ୟୁ କ୍ୟାନ୍ ଟେକ୍ ସମ ରେଷ୍ଟ। କାହିଁକିନା 3 ଦିନ ଯାକ ବୁଲିବାର ଅଛି। ସୋ ନିଜକୁ ଟିକେ ନିଜର କ୍ଷମତା ଦେଖିକିରି ଆମେ କରିଲେ ଆମ ପାଇଁ ଭଲ। ତ ସେଇଟା ଟିକେ ଖ୍ୟାଲ କରିବେ ସମସ୍ତେ। ଆଉ ଆଉ କଣ ଥିଲା? ହଁ, ନିଜ ନିଜର ଟିକେ ଶୁଖିଲା ପ୍ରସାଦମ ବାଟ ପାଇଁ ନେଇପାରିବେ ସମସ୍ତେ, as and when you're hungry। ବାକି ତ ଟାଇମ ରେ ତ ପ୍ରସାଦମ ସବୁବେଳେ ମିଳିବ, ଟିକେ ବ୍ରେକଫାଷ୍ଟ ଟିକେ ଲଞ୍ଚ ନିଜର ନେଇ ଆସିବେ। ସବୁ ଆରେଞ୍ଜମେଣ୍ଟ କରାଯିବ, ବ୍ରେକଫାଷ୍ଟ ଲଞ୍ଚ ଡିନର। ସେଥିପାଇଁ ଆଜ୍ଞା। ଏତିକି ପ୍ରସାଦ କ୍ୟାରି କରିବାଟା ପ୍ରିଫରେବଲ ନୁହଁ ଲଗେଜ। ବେଶୀ ହଁ, ଇଟ୍ସ ନଟ୍ ନେସେସରୀ, କାହିଁକି ନା ସେ ବି ଗୋଟେ ଓଜନ। ହଁ, ରାଇଟ? ଆଣ୍ଡ ସବୁଠି ତ ସବୁ ଜିନିଷ ମିଳିବ, ସେଥିପାଇଁ କିଛି ଏତେ ମାନେ ବହୁତ ବେଶୀ ଖାଇବା ପିଇବା ନେବେନି। ବିନା ମସଲା ଆ, ମସଲିରେ ହବ, ସବୁଆଡେ କୁହାହବ ସେଇଭଳିଆ ହିଁ ଆମର। ହଁ ହଁ। ତ ଆଉ ସେତିକି ଆପଣଙ୍କ ଆଉ। ଗେଷ୍ଟ ହାଉସ କଥା ମୁଁ କହୁଥିଲି, ଆମର କୁରୁକ୍ଷେତ୍ରରେ ଯୋଉ ଗେଷ୍ଟ ହାଉସ ହବ ସେଇଟା ମାତ୍ର ଗୋଟେ ରାତି। ତ ଏତେ ଆମେ ଡାଇରେକ୍ଟଲି ଭାବୁଛୁ ଟ୍ରେନରେ ହିଁ ରୁମ୍ ନମ୍ବର ଦେଇଦବୁ, ସେ ଡାଇରେକ୍ଟଲି ଯିବେ ରୁମରେ ରହିବେ। ଆଉ ଆମର କୁରୁକ୍ଷେତ୍ରରେ ତ ଆପଣ ଅ, ଆମର ସବୁ ରୁମ୍ ଏସି ମିଳିଲାନି, ତାଙ୍କର ଯେତିକି ଏସି ରୁମ୍ ଅଛି ବହୁତ କମ୍ ଅଛି। ତ ଯେହେତୁ ବେଶୀ ଗରମ ନାହିଁ କୁରୁକ୍ଷେତ୍ରରେ, ମୁଁ ଦେଖିଲି ୱେଦର। ଏବେ ମୁଁ ଦେଖୁଥିଲି କେତେ ଗରମ ଅଛି, ଦେଖେଇ ଦଉଛି ଆପଣମାନଙ୍କୁ, ଗୋଟେ ଆଇଡିଆ ହେଇଯିବ। ଏଇ ଦେଖନ୍ତୁ କୁରୁକ୍ଷେତ୍ର। କୁରୁକ୍ଷେତ୍ର ପ୍ରାୟ 33 34 ଏଇଭଳିଆ ରହୁଛି। ହୁଁ। ଯାଉଛେ ୱେନେସଡେ ଥର୍ସଡେ ଯାଉଛେ, 33 34 ରହୁଛି। ଆଉ ଥଣ୍ଡା ବିଲକୁଲ ନାହିଁ, ନାଇସ୍। ଥଣ୍ଡା ବସ୍ତ୍ର ତ ହୁଁ କ୍ୟାରି କରିବା ଦରକାର ନାହିଁ ବିଲକୁଲ। ଥଣ୍ଡା ଏବେ ଆସିନି, କାରଣ ଆମେ ଅକ୍ଟୋବର ପୂର୍ବରୁ ଏ ବର୍ଷ ପଳାଉଛୁ। ଥଣ୍ଡା ଶୀତ ବସ୍ତ୍ର କେବେ ଆଣିବା ଦରକାର ନାହିଁ। ଆଉ ଗୋଟେ ହେଲା ଏଇଟା କୁରୁକ୍ଷେତ୍ରର ୱେଦର। ଆଉ ଆପଣ ଦେଖନ୍ତୁ ୟାର ୱେଦର ବୃନ୍ଦାବନର। ବୃନ୍ଦାବନର ବି ସେମ୍ ଅଛି ପ୍ରାୟ। ଥଣ୍ଡା ବସ୍ତ୍ର କ୍ୟାରି କରିବା ଦରକାର ନାହିଁ। ଆଉ ମୋଟାମୋଟି କ୍ଲାଇମେଟ ବି ହୁଁ ଲାଗୁଛି, ମାନେ ଆଉ ଛତା ବି ଦରକାର ହବନି। ଭୁବନେଶ୍ୱରରେ ଟିକେ ୱେଦର ଅଛି ଏବେ ବର୍ଷାଳିଆ, କିନ୍ତୁ ହୁଁ ଡ୍ରାଏ ଅଛି ୱେଦର ପ୍ରାୟ। ତ ଏପରି ଆମର ରହିଲା ୱେଦରର। ତ ଗେଷ୍ଟ ହାଉସ ଯେମିତି ମୁଁ କହିଲି ଯେ ଆମର ରୁମ୍ ଆସାଇନ୍ କରିଦେବା କୁରୁକ୍ଷେତ୍ରରେ। ସେ ରୁମ୍ ଗୁଡ଼ା ଆମେ ନେଇଛୁ ଟିକେ ଫର୍ଚା ରହିବ ଯେମିତି, ତାକି ଆପଣଙ୍କୁ ଅସୁବିଧା ନ ହଉ। ଆଉ ଡାଇରେକ୍ଟ ସେଇଠି ରୁମ୍ ନମ୍ବର ଦେଇଦେଲେ ସେଇଠି ରହିବେ ଗୋଟେ ରାତିର କଥା। ତାପରେ ଆମେ ନେକ୍ସଟ ଡେ ତ ବୁଲାବୁଲି କରିବା ସବୁ ମର୍ଣ୍ଣିଂରେ, ମାନେ 25 ତାରିଖ ମର୍ଣ୍ଣିଂରେ। ତ ବୁଲାବୁଲି କରିକି ଆମେ ପୁଣି ଲଞ୍ଚ କରିକି ବାହାରି ଯିବା ସେଇଠୁ। ଏଇଟା ପ୍ଲାନ୍ ଆମର
କୁରୁକ୍ଷେତ୍ରରେ ପ୍ରଭୁଜୀ ଏବେ ଯାଇଥିଲେ ସାତପତି ପ୍ରଭୁ, ବହୁତ ଜାଗା ପ୍ରଭୁଜୀ ଆସିଛନ୍ତି ବୁଲିକି। ତ ପ୍ରଭୁଜୀ କହୁଥିଲେ ଆମେ ହୁଁ। ଜଲ୍ଦି ବାହାରିଯିବା ସେତେ ଭଲ। ପାଖାପାଖି ଆମେ 5ଟା ବେଳୁ ଆଚ୍ଛା। ପୁଣି ଦେଖିବା, ଟିକେ ସେଇଦିନ ଟ୍ରେନରେ ଶୋଇବା ଭଲ ହେଇଗଲେ ନେକ୍ସଟ ଡେ ଅଳ୍ପ ଶୋଇଲେ ବି ଚଳିବ ରାତିରେ, କାହିଁକିନା ଆମେ ଅମ୍ବାଲାରେ ପହଞ୍ଚିବା 6ଟା ଖଣ୍ଡରେ। ସେଇଠି ପ୍ରସାଦ ପାଇକି କୁରୁକ୍ଷେତ୍ର ଗେଷ୍ଟ ହାଉସ୍ ଗଲାବେଳେ ଆମକୁ ରାତି 9ଟା ହେଇଯିବ। ଯଦି ଲେଟ୍ ରହିଲା ତ ତ 9ଟା ହେଇଯିବ, ସେଇଥିପାଇଁ ତାପରେ ଆମର ଜଲ୍ଦି ରେଷ୍ଟ ନେଇଯିବେ, ଜଲ୍ଦି ବାହାରି ଯିବା କୁରୁକ୍ଷେତ୍ର ଦର୍ଶନରେ 25 ତାରିଖ। ଏଇଟା ପ୍ଲାନ୍ ଆମର। ଆଉ କୁରୁକ୍ଷେତ୍ରରୁ ବୃନ୍ଦାବନ ମଥୁରା ସେଇଟା 2ଟା ବଗିରେ ସମସ୍ତଙ୍କର ହେଇଛି। ଆଉ କୁରୁକ୍ଷେତ୍ର ମଥୁରା ସେ 2-3ଟା ବଗିରେ ହେଇଛି ଆଉ। ହଁ 2-3ଟା ବଗିରେ ହେଇଛି ପ୍ରାୟ। ତ କୁରୁକ୍ଷେତ୍ର ସେ ସବୁ ଚେୟାର କାଟ ଚେୟାର କାଟ ବୃନ୍ଦାବନରୁ ମଥୁରା ନା ନା କୁରୁକ୍ଷେତ୍ରରୁ ଠିକ ଅଛି, ତ 5 ଘଣ୍ଟା ବସିକି ଯିବାର ଅଛି। ତ କୁରୁକ୍ଷେତ୍ରରୁ ଆମର ଯୋଉ ମଥୁରା ଯାଉଛେ ସେଇଟା ଆମର ସ୍ଲିପର ଟ୍ରେନ ଟା, କିନ୍ତୁ ସେଥିରେ ଆମର ସବୁ ପ୍ରାୟ 2-3ଟା ବଗିରେ ହିଁ ହେଇଛି। ଟୋଟାଲ ତାଙ୍କ ସିଟ୍ ଆଭେଲେବୁଲ ଥିଲା 100, ଆମେ ଅଛୁ 150 ଜଣ, ବାକି ସବୁ ଆରଏସି ହେଇଗଲା। ତ ଆମେ ନେଇଗଲୁ ସବୁ ଜାଗା ଆରଏସି। ତ ଆମେ କିନ୍ତୁ ବସିକି ସବୁ ପଳେଇବୁ ଆଉ। ସେଇଠି ଆମର ସିଟ୍ ଆରଏସି ଗଲେ କଣ ଆମକୁ ସିଟ୍ ନମ୍ବର ଦେଇଦବ, ବସିକି ଯିବାର ଅଛି ଲଗେଜ ଚଢେଇକି, କିଛି ନାହିଁ। କୁରୁକ୍ଷେତ୍ର ଟା ବିଗିନିଂ ଷ୍ଟେସନ, କିଛି ଅସୁବିଧା ହବନି। ତ ଏଇପରି ପ୍ଲାନ୍ ରହିଛି। ଆଉ ତାପରେ ମଥୁରାରୁ ଆମକୁ ବସ ରେ ନେଇଯିବ ସେ ବୃନ୍ଦାବନ। ବୃନ୍ଦାବନ ଯାଇ ଗେଷ୍ଟ ହାଉସ ରେ ରହିବା। ବାକି ଆଗକୁ ଆପଣଙ୍କର ପ୍ରତିଦିନ ହ୍ୱାଟ୍ସଆପ ରେ ଟିକେ ଅପଡେଟେଡ ରହିବେ। ହ୍ୱାଟ୍ସଆପ ରେ ପ୍ଲାନ୍ ଗୁଡା ପଠାଯିବ, କୁଆଡେ କଣ ଯିବାର ଅଛି କଣ। ଆଉ ସେଇଥିପାଇଁ ବେଷ୍ଟ ହବ ଯଦି ଆପଣ ହ୍ୱାଟ୍ସଆପ ଟା ଚେକ୍ କରୁଥିବେ ସମସ୍ତେ। ଆଟଲିଷ୍ଟ ସମସ୍ତେ ଚେକ୍ ନ କରିପାରୁଥିଲେ ବି ନିଜ ଫ୍ୟାମିଲିର ଯିଏ ହେଡ୍ ସିଏ ଜଣେ ଚେକ୍ କରିବାକୁ ପଡିବ। ଆଉ ପୁଲକିତ ପ୍ରଭୁ କହୁଛନ୍ତି ପିନ୍ ଦ ଗ୍ରୁପ ଫର ଯାତ୍ରା, ସେଟା ଯଦି କିଏ ଜାଣିଛନ୍ତି ସେଟା କରିଦେବେ ଆପଣ ମାନେ ହ୍ୱାଟ୍ସଆପ ଗ୍ରୁପ ତାକୁ ପିନ୍ କରିଦେବେ ଉପରେ, ସବୁବେଳେ ଉପରେ ରହିବ। ଠିକ ଅଛି। ଆଉ ନିଜର ଯିଏ ଫ୍ୟାମିଲି ହେଡ୍ ତାଙ୍କର ହ୍ୱାଟ୍ସଆପ ଚେକ୍ କରିବା ଦରକାର ରହିବ। ହରେ କୃଷ୍ଣ। ଆଉ କାହାର କିଛି ପ୍ରଶ୍ନ ରହିଛି? ବୃନ୍ଦାବନରେ ଯୋଉମାନେ ସିନିୟର ସିଟିଜେନ। କିଛି ଆଜ୍ଞା। ବୃନ୍ଦାବନରେ ଏସି ରୁମ୍ ହେଇଛି, କୁରୁକ୍ଷେତ୍ରରେ ଖାଲି ଏସି ରୁମ୍ ହେଇପାରିଲାନି। ଆମେ ଯଦିଓ କହିଥିଲୁ ସବୁ ଏସି କରିବୁ ସମସ୍ତଙ୍କର, ସେଇଟା କୁହନ୍ତୁ। ହଁ ମୁଁ କହିଲି ପ୍ରଭୁ ସବୁଠି ଯେହେତୁ ଆମର ସୁବିଧା ଅଛି ଟୋଟୋର ଆଉ ଏସବୁ, ତ ସିନିୟର ସିଟିଜେନ୍ସ କିମ୍ବା ଯାହାର କିଛି ଅସୁବିଧା ଅଛି କିଛି ଟେନସନ ନାହିଁ, ସେମାନେ କରିପାରିବେ ଗାଡି, ଏସ୍ପେଶାଲି ବୃନ୍ଦାବନ ଭିତରେ ବୁଲିଲା ବେଳକୁ ଏଣ୍ଡ ଅଲ୍ ଆଇ ଥିଙ୍କ ସୋ। ହଁ ଆମେ ବୃନ୍ଦାବନରେ ଆମେ ତ ସବୁ ନିଜେ ବି ଟୋଟୋରେ ହିଁ ଯିବୁ ନା ସବୁ। ହଁ। ଆଉ ଆଉ ଗୋବର୍ଦ୍ଧନ ପରିକ୍ରମାରେ ଅଲସୋ ଦେ କ୍ୟାନ ୟୁଜ ଟୋଟୋ, ସେଇଟା କିଛି ଅସୁବିଧା ହବନି। ହଁ ହଁ ତାପରେ ଯୋଉ ବାଟ ବି ଆମେ ଚାଲିବୁ, ବାକି ଯୋଉମାନେ ଚାହିଁବେ ହୁଁ କରିଦେବେ ସେଇ ଜିନିଷ। ଆମେ ଯୁଆଡେ ଯୁଆଡେ ଚାଲିକି ଯିବୁ ସେ ଟୋଟୋରେ ଯିବୁ। କାହିଁକିନା ବୃନ୍ଦାବନ ହୁଁ ଭିତରେ ଆମେ ଯଦି ଜଣକା 6-6 ଜଣ ବସିବା, ଆମକୁ ପାଖାପାଖି 30ଟା ଟୋଟୋ ଲାଗିବ। ଆମେ ଟୋଟୋ ଏତେ କରିପାରିବାନି। ଗୋଟେ ଗୋଟେ ଜାଗାକୁ ଯିବା ଟୋଟୋରେ, ତାପରେ ଗୋଟେ ଗୋଟେ ଜାଗାରେ ଚାଲିକି ଯିବୁ। ସେଇଠି ବାକି ବୟସ୍କ ଭକ୍ତ ମାନେ ଖାଲି ଟୋଟୋ କରିଦେବେ ଆଉ। ତ କହିଦେବା ହେତେବେଳେ। ହୁଁ। ଆଉ କାହାକୁ କିଛି ପଚାରିବାର ଅଛି? ବସ ପଡିବେ ତ ଗାଡିରେ, ଆଉ ପଚାରିବେ କଣ? ଟିକଟ ନେବେ। हरे कृष्ण प्रभु जी जो हमर ଯାତ୍ରା ड्यूरिंग ଯାତ୍ରାରେ ସେବା ଡିଷ୍ଟ୍ରିବ୍ୟୁସନ ହେଇଯାଇଥିବ କି? ସେବା ଡିଷ୍ଟ୍ରିବ୍ୟୁସନ ହବ ଏବେ ସବୁ। ଆଜ୍ଞା। ହବ, ହେଇନି ଏବେ ତ ଚାଲିଛି। ଆଉ କାଲି ଆମ ମିଟିଂ କରିବା ଲିଡର୍ସ ମାନେ, ଡିଷ୍ଟ୍ରିବ୍ୟୁସନ କରିବା ସେବା। ହଁ ଆମର ଯୋଉ ବସ ର ଭଡା ପ୍ରାୟ ସବୁ ଆମର ଯାତ୍ରା ଭିତରେ ରହିଯିବ। ଆପଣଙ୍କର ଯୋଉ ଅଟୋ ବା ଟୋଟୋ ଛୋଟ ଗାଡି ଯୋଉ ରହିଲା, ତା ଲକ୍ଷ୍ମୀ ଯିଏ 4-5 ଜଣ ବସିବେ ସେମାନେ ତାଙ୍କର ସେ ଡିଭାଇଡ କରିକି ଦେଇ ଦଉଥିବେ ଓହ୍ଲେଇଲା ବେଳେ, ଟୋଟୋ ବା ଅଟୋ। ଆଉ ତାହେଲେ ଯଦି ଆଉ କାହାର ପ୍ରଶ୍ନ ନାହିଁ ତାହେଲେ ଏଣ୍ଡ କରିବା।
କାଲି 10ଟାରୁ 8ଟା ଭିତରେ ଆସନ୍ତୁ, ଟିକଟ ନେଇଯିବେ। हरी बोल। ଆଉ କାହାର କିଛି ପ୍ରଶ୍ନ ଅଛି? ଓକେ, ଠିକ ଅଛି। ଗୋଟେ ଚେକଲିଷ୍ଟ ବନେଇ ଦିଅନ୍ତୁ ଯୋଉଟା ମିନିମମ୍ ନବା ଦରକାର। ଚାଣ୍ଟିଂ ବ୍ୟାଗ ସବୁ ଭୁଲି ଯାଇଥିବେ, ପୁଣି ଚାଣ୍ଟିଂ ବ୍ୟାଗ ସବୁ ନେଲା ଭିତରେ କିଛି ପ୍ରଭୁଜୀ ତାଙ୍କୁ ଭୁଲିଗଲେ ଆଉ ଯିବାନି ଭଲ। ଲାଇଟ୍ ଡ୍ରେସ୍ ନେବେ କିଛି। ଆଉ ଜୋତା ଫୋତା ବେଶୀ ପିନ୍ଧିବେନି, ଚାଲିବାକୁ ହଇରାଣ। ଜୋତା କାଢିକି ହାତରେ ବାଜିବ। ଶସ୍ତାଳିଆ ଜୋତା ପିନ୍ଧିବେ, ଚାଲିବାକୁ ସୁବିଧା ଯୋଉଟା। ଠିକ ଅଛି। ରିଲାକ୍ସ ଚପଲ ବଢିଆ, ସେଇ ତ ପିନ୍ଧିଦେବେ ଯଦି ହବ। ଠିକ ଅଛି। ଓକେ, ହଉ, ହରେ କୃଷ୍ଣ ତାହେଲେ। ଜୟ ଶ୍ରୀଲ ପ୍ରଭୁପାଦ। हरे हरे कृष्ण प्रभु जी माता जी हरे कृष्ण प्रभु जी हरे क्षेत्र कृष्ण। हरे हरे कृष्ण कृष्ण काली प्रसाद प्रभु जी प्रभु। हरे हरे कृष्ण कृष्ण सादर प्रणाम। हमरे प्रभु प्रभु जी को चप्पल पिंधिबानी खाली खाली गोडरे चलिबा कथा कहू हाँ, ନାଇଁ ଖାଲି ଗୋଡ ହଉ ବା ଚପଲ ପିନ୍ଧ, ଯୋଉଟା ପିନ୍ଧିଲେ ଅସୁବିଧା ହବ ସେଇଟା ପିନ୍ଧିବେ ଆଉ। ହଉ। ये चश्मा हर का टे ख्याल करिवे, वृंदावन रे टे चश्मा हर का प्रॉब्लम। मांकड़ नहीं जीवो चश्मा, टे केयरफुल रहिवे। मिल जाଉଛି ଦର୍ଶନ। ओके, वाञ्छाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। श्रील प्रभुपाद की जय। निताय गौर प्रेमानंदे। हरि हरि बोल। थैंक यू सो मच। हरे कृष्णा, दंडवत प्रणाम। श्रील प्रभुपाद की दंड जय। प्रणाम माता जी। हरे कृष्ण माता सादर प्रणाम। हरे प्रभु जी सादर कृष्ण प्रणाम। हरे सादर प्रणाम।